ଗାଁ ପରିମଳ ଧୋବା ତୁଠରୁ ହିଁ ଜଣାଯାଏ। ଦର୍ଶକଙ୍କ ଭଲ ପାଇବା ଅଛି, ଆଶୀର୍ବାଦ ଅଛି, ଆସୁଛନ୍ତି। ପ୍ରାୟ ଆମର ଯେଉଁ ରେନି ସିଜନ୍ ବୁକିଂ ସରିଲାଣି, ପୁଅ ପିଲା ଯାହା କରିନପାରେ ଝିଅ ସେ ସେତିକି ଆଗକୁ ଯାଇଛନ୍ତି, ତାଙ୍କୁ ଆଶୀର୍ବାଦ କରନ୍ତୁ, ସେ ଯେମିତି ଆହୁରି ଉନ୍ନତି କରନ୍ତୁ। ନମସ୍କାର, ମୁଁ ଲିଲି, ଚରିତ୍ର ଅଭିନେତ୍ରୀ ଲିଲି। ନାଟ୍ୟମଣ୍ଡପକୁ ଆପଣ କେମିତି ଯୋଗାଯୋଗ କାହା ସହିତ କରିଲେ, ଆଉ ରାନୀ ପଣ୍ଡାଙ୍କ ନାଟକ ଯେଉଁ ଅଛନ୍ତି ଲେଡି ଗ୍ୟାଙ୍ଗଷ୍ଟର, ତ ଆପଣ ସେଥିରେ କ'ଣ ଅଭିନୟ କରୁଛନ୍ତି? ଆଜ୍ଞା, ଆଉ ରାନୀ ପଣ୍ଡା ଏତେ ଅଭିନୟ କରୁଛନ୍ତି? ଯୋଗାଯୋଗ ମୁଁ କାହା ସହିତ କରିନି, କିନ୍ତୁ ଡାଇରେକ୍ଟ ମ୍ୟାଡ଼ାମ୍ ମୋତେ ଫୋନ୍ କରିଥିଲେ। କେମିତି ଆପଣ ସହିତ କଣ୍ଟାକ୍ଟ କରିଥିଲେ? କଣ୍ଟାକ୍ଟ ମୋର ଜଣେ ସାଙ୍ଗ ଅଛନ୍ତି ଯେଉଁ BS କୁମାର ରିପୋର୍ଟର, ସେ ପ୍ରଥମେ ମୋ ପାଇଁ କଥା ହେଇଥିଲେ ବୋଧେ, ମୁଁ ପରେ ଜାଣିଲି। ତାପରେ ମ୍ୟାଡ଼ାମ୍ ଡାଇରେକ୍ଟ ମୋତେ ଫୋନ୍ କରିଥିଲେ। ନାଟ୍ୟମଣ୍ଡପରେ ଏ ବର୍ଷ କେତୋଟି ନାଟକ ଅଛି? ନାଟ୍ୟମଣ୍ଡପର 4ଟା ନାଟକ ଅଛି। ଗୋଟେ ହେଉଛି ବାରଗାର, ଦେବଦାସୀ ଯିବ ନାଟ୍ୟମଣ୍ଡପ, ମଣିମା ଶୁଣିମା ଗରିବ ଡାକ, ଲେଡି ଗ୍ୟାଙ୍ଗଷ୍ଟର। ଆଜି ଚାଲିଛି ବାରଗାର, ଫାଇନାଲ BGM ଚାଲିଛି। ମୋର ତ ଏଇ ଗୋଟାକର ଫାଷ୍ଟ ନାଟକ ତ ଚାଲିଛି ନେଗେଟିଭ ମତ। ନାଟ୍ୟମଣ୍ଡପ ନୂଆ ଯାତ୍ରା ଅନୁଷ୍ଠାନ ରାନୀ ପଣ୍ଡାଙ୍କ ଦର୍ଶନ କେତେ ଅଛନ୍ତି, ଗ୍ରହଣ କରିବେ କି ଗ୍ରହଣ କରିବେନି ନୂଆ ଯାତ୍ରା ଅନୁଷ୍ଠାନକୁ? ଆପଣ କ'ଣ ଭାବୁଛନ୍ତି? ଦର୍ଶକ ତ ଗ୍ରହଣ କରିବେ କହିଲା ଗାଁ ପରିମଳ ଧୋବା ତୁଠରୁ ହିଁ ଜଣାଯାଏ। ଦର୍ଶକଙ୍କ ଭଲ ପାଇବା ଅଛି, ଆଶୀର୍ବାଦ ଅଛି, ଆସୁଛନ୍ତି। ପ୍ରାୟ ଆମର ଯେଉଁ ରେନି ସିଜନ୍ ବୁକିଂ ସରିଲାଣି, ଆମର ଯେଉଁ ପ୍ରାୟତଃ ବୁକିଂ ସରିଲାଣି। ଆଉ ଶେଷ ଦର୍ଶକମାନଙ୍କୁ ଆପଣ କ'ଣ କହିବେ? ଦର୍ଶକମାନଙ୍କୁ ତ କେବଳ ଏତିକି କହିବେ, ଆସନ୍ତୁ, ନାଟକ ଦେଖନ୍ତୁ, ଭଲ ଭଲ ନାଟକ ରହିଛି। ଆଉ ବିଶେଷ କରି ରାନୀ ମ୍ୟାଡ଼ାମଙ୍କୁ ଆଶୀର୍ବାଦ କରନ୍ତୁ। ଗୋଟେ ପୁଅ ପିଲା ଯାହା କରିନପାରେ ଝିଅ ସେ ସେତିକି ଆଗକୁ ଯାଇଛନ୍ତି, ତାଙ୍କୁ ଆଶୀର୍ବାଦ କରନ୍ତୁ, ସେ ଯେମିତି ଆହୁରି ଉନ୍ନତି କରନ୍ତୁ। ଏମିତି କଳାକାରମାନଙ୍କୁ ଭଲ ପାଉଥାନ୍ତୁ, ଦେଶ ପରିବାରଙ୍କୁ ଦାନା ଯୋଗାଉଥାନ୍ତୁ, ସେତିକି ଖାଲି ଟିକେ ଆଶୀର୍ବାଦ କରନ୍ତୁ।